ଜୟ ଜଗନ୍ନାଥ। ଆଜି ଆମେ ବର୍ଣ୍ଣର କିଛି କ୍ୱେଶ୍ଚିନ୍ ଆନ୍ସର କରିବା। ଖ ଜ ଠ ଧ କେଉଁଟି ତାଲବ୍ୟ ବ୍ୟଞ୍ଜନ ବର୍ଣ୍ଣ? ଧ ଖ ଜ ଠ। ଏଥିମଧ୍ୟରୁ ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଜ। ଦେନ୍ ପରବର୍ତ୍ତୀ କ୍ୱେଶ୍ଚିନ୍ ଯିବା। ଅ ଅଣ ଣ ନ ମ ଏଗୁଡ଼ିକ କି ପ୍ରକାର ବର୍ଣ୍ଣ ଅଟେ? ଦନ୍ତସ୍ଥ, କଣ୍ଠସ୍ଥ, କଣ୍ଠତାଲବ୍ୟ, ଅନୁନାସିକ। ସଠିକ୍ ଉତ୍ତରଟି ହେଉଛି ଅନୁନାସିକ। ଦେନ୍ ପରବର୍ତ୍ତୀ କ୍ୱେଶ୍ଚିନ୍ ପ ଥ କ ଥ କେଉଁଟି କଣ୍ଠ ବ୍ୟଞ୍ଜନ ବର୍ଣ୍ଣ? କ ଟ ଥ ପ। ଏଥିମଧ୍ୟରୁ ସଠିକ୍ ଉତ୍ତରଟି ହେଉଛି କ। ଦେନ୍ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ। ଏ ଦୁଇଟି କି ପ୍ରକାର ସ୍ୱର ବର୍ଣ୍ଣ? କଣ୍ଠସ୍ଥ, କଣ୍ଠତାଲବ୍ୟ, ଅନୁନାସିକ, ଦନ୍ତସ୍ଥ। ସଠିକ୍ ଉତ୍ତରଟି ହେଉଛି କଣ୍ଠତାଲବ୍ୟ। ଦେନ୍ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ। ଓ ଔ ଏହି ଦୁଇଟି କି ପ୍ରକାର ସ୍ୱର ବର୍ଣ୍ଣ? କଣ୍ଠସ୍ଥ, କଣ୍ଠତାଲବ୍ୟ, ଅନୁନାସିକ, ଦନ୍ତସ୍ଥ। ସଠିକ୍ ଉତ୍ତରଟି ହେଉଛି କଣ୍ଠସ୍ଥ। ଦେନ୍ ଯିବା ପରବର୍ତ୍ତୀ କ୍ୱେଶ୍ଚିନ୍କୁ। ଚ ଛ ନ ଠ କେଉଁଟି ମୂର୍ଧନ୍ୟ ବ୍ୟଞ୍ଜନ ବର୍ଣ୍ଣ? ନ ଚ ଠ ଛ। ଏଥିମଧ୍ୟରୁ ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର ସି ଠ। ବୁଝାପଡ଼ିଲା? ଦେନ୍ ଯିବା କେଉଁ ବର୍ଣ୍ଣଗୁଡ଼ିକୁ ଅର୍ଦ୍ଧସ୍ୱର ନାମରେ ମଧ୍ୟ ପରିଚିତ? ଉଷ୍ମ ବର୍ଣ୍ଣ, ଅଯୋଗବାହ ବର୍ଣ୍ଣ, ଅନ୍ତସ୍ଥ ବର୍ଣ୍ଣ, ଅନୁନାସିକ ବର୍ଣ୍ଣ। ସଠିକ୍ ଉତ୍ତରଟି ହେଉଛି ଅନ୍ତସ୍ଥ ବର୍ଣ୍ଣ। ବ ଭ ତ ଗ କେଉଁଟି ଦନ୍ତ ବ୍ୟଞ୍ଜନ ବର୍ଣ୍ଣ? ଗ ତ ବ ଭ। ସଠିକ୍ ଉତ୍ତରଟି ହେଉଛି ତ। ଦେନ୍ ସ୍ଥାନ ଦୃଷ୍ଟିରୁ ଚ କି ଧରଣର ଧ୍ୱନି? ଅଷ୍ଟ୍ୟ, ତାଲବ୍ୟ, କଣ୍ଠ୍ୟ, ମୂର୍ଧନ୍ୟ। ସଠିକ୍ ଉତ୍ତରଟି ହେଉଛି ତାଲବ୍ୟ।